ବନ୍ଧୁଗଣ ଏଣିକି ପ୍ରତ୍ୟେକ ଶିକ୍ଷାବର୍ଷ ଶେଷରେ ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀମାନେ ଉପର ଶ୍ରେଣୀକୁ ଉତ୍ତୀର୍ଣ୍ଣ ହେବା ପୂର୍ବରୁ ବାର୍ଷିକ ପରୀକ୍ଷା ଦେବେ। ଦୁଇଥର ବିଫଳ ହେଲେ ତଳ ଶ୍ରେଣୀରେ ରହିବେ। ପିଲାଙ୍କ ଶିକ୍ଷାଗତ ଯୋଗ୍ୟତା ମାପିବା ପାଇଁ ସରକାର ଏକ ଶୃଙ୍ଖଳିତ ପରୀକ୍ଷା ବ୍ୟବସ୍ଥା ପ୍ରଚଳନ କରିବାକୁ ଯାଉଛନ୍ତି। ଏଥିପାଇଁ ଓଡ଼ିଶା ସରକାରଙ୍କ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଅଧିନିୟମ 2010 ରାଇଟ୍ ଟୁ ଫ୍ରି ଆଣ୍ଡ କମ୍ପଲସରି ଏଜୁକେସନ ଆକ୍ଟ 2010 ରେ ସଂଶୋଧନ କରାଯାଇ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ସଂଶୋଧନ ଅଧିନିୟମ 2025 ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି। ଏହା ଓଡ଼ିଶା ଗେଜେଟରେ ପ୍ରକାଶିତ ହେବା ପରେ କାର୍ଯ୍ୟକାରୀ ହେବ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ସୂଚନା ଅନୁସାରେ ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀର ସମସ୍ତ ଛାତ୍ରଛାତ୍ରୀଙ୍କୁ ଏବେ ବାର୍ଷିକ ପରୀକ୍ଷା ଦେବାକୁ ପଡ଼ିବ। ଯଦି କୌଣସି ପିଲା ଏହି ପରୀକ୍ଷାରେ ବିଫଳ ହୁଏ ତେବେ ଫଳାଫଳ ଘୋଷଣାର 2 ମାସ ମଧ୍ୟରେ ପୁନଃ ପରୀକ୍ଷା ପାଇଁ ସୁଯୋଗ ପ୍ରଦାନ କରାଯିବ। ପୁନଃ ପରୀକ୍ଷା ପରେ ମଧ୍ୟ ଆବଶ୍ୟକୀୟ ପଦୋନ୍ନତି ମାନଦଣ୍ଡ ପୂରଣ କରିବାରେ ବିଫଳ ହେଉଥିବା ଛାତ୍ରଛାତ୍ରୀଙ୍କୁ ସମାନ ଶ୍ରେଣୀରେ ରଖାଯିବ। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଯଦି ବି ପିଲା ଫେଲ୍ ହେଇଯାଏ ପ୍ରାଥମିକ ଶିକ୍ଷା ସମାପ୍ତ ନ ହେବା ପର୍ଯ୍ୟନ୍ତ କୌଣସି ପିଲାଙ୍କୁ ବିଦ୍ୟାଳୟରୁ ବହିଷ୍କାର କରାଯିବ ନାହିଁ। ଏହି ସଂଶୋଧନ ଶିଶୁଙ୍କ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଆଇନ 2009ର ଧାରା 38 ସହିତ ସମନ୍ୱିତ। ଏହି ପରିବର୍ତ୍ତନ ଶିକ୍ଷାଗତ ମାନ ବୃଦ୍ଧି କରିବା ସହ କୌଣସି ଶିଶୁ ଯେପରି ଶିକ୍ଷା ଅଧିକାରରୁ ବଞ୍ଚିତ ନ ହେବେ ସେ ନେଇ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରତିଫଳିତ କରିବ। ନିଶ୍ଚିତ ଭାବରେ ଏଭଳି ଏକ ବ୍ୟବସ୍ଥା ସମସ୍ତ ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀ, ବୁଦ୍ଧିଜୀବୀ, ଶିକ୍ଷାବିତ୍ ମାନଙ୍କ ପାଇଁ ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ସରକାରଙ୍କର ବୋଲି ଗ୍ରହଣ କରାଯାଉଛି। ଶୈକ୍ଷିକ ଯୋଗ୍ୟତା ମୂଲ୍ୟାଙ୍କନ ପାଇଁ ଏହା ଏକ ଭଲ ସୁଯୋଗ, ଯାହାଦ୍ୱାରା ଛାତ୍ରଛାତ୍ରୀଙ୍କ ପ୍ରତି ଅଧିକ ଗୁରୁତ୍ୱ ପ୍ରଦାନ କରିହେବ। ଆପଣମାନଙ୍କୁ ମନେ ପକାଇ ଦେବାକୁ ଚାହିଁବି, ପୂର୍ବରୁ କେବଳ ସପ୍ତମ ଶ୍ରେଣୀ ବୋର୍ଡ ପରୀକ୍ଷା ଥିଲା। 2008 ମସିହାରେ ଶେଷ ଥର ପାଇଁ ଏହି ପରୀକ୍ଷା ହୋଇଥିଲା। ବୋର୍ଡ ପରୀକ୍ଷାରେ ଫେଲ୍ ହୋଇଯାଉଥିବା ବା ଅକୃତକାର୍ଯ୍ୟ ହେଉଥିବା ଅଧିକାଂଶ ପିଲା ଆଉ ବିଦ୍ୟାଳୟ ଗଲେ ନାହିଁ। ପରବର୍ତ୍ତୀ ସମୟରେ ଶିକ୍ଷା ଅଧିକାର ଆଇନ ଆସିଲା ଏବଂ ଏହି ଆଇନ ବଳରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ କୌଣସି ବି ଛାତ୍ରଛାତ୍ରୀଙ୍କୁ ପରୀକ୍ଷାରେ ଅକୃତକାର୍ଯ୍ୟ ହେବା କାରଣରୁ ଅଟକାଇବାର ବ୍ୟବସ୍ଥା ନଥିଲା। ଆସନ୍ତୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓଡ଼ିଶା ସରକାରଙ୍କ ପକ୍ଷରୁ ଯେଉଁ ବିଜ୍ଞପ୍ତି ପ୍ରକାଶିତ ହୋଇଛି ତାହାକୁ ଆଉ ଟିକେ ସ୍ପଷ୍ଟ ଭାବରେ ବୁଝିନେବା। ଯେମିତିକି ଆପଣମାନେ ସ୍କ୍ରିନରେ ଦେଖିପାରୁଛନ୍ତି, ଗଭର୍ଣ୍ଣମେଣ୍ଟ ଅଫ୍ ଓଡ଼ିଶା ସ୍କୁଲ ଆଣ୍ଡ ମାସ୍ ଏଜୁକେସନ ଡିପାର୍ଟମେଣ୍ଟ 9 ଜୁଲାଇ 2025ରେ ଯେଉଁ ନୋଟିଫିକେସନ ପ୍ରକାଶିତ କରିଛନ୍ତି, ଏଇଥିରେ ଯଦି ଆମେ ତଳକୁ ଯିବା ସବୁଠାରୁ 3ଟି ଗୁରୁତ୍ୱପୂର୍ଣ୍ଣ ପଏଣ୍ଟ ଏଥିରେ ରଖାଯାଇଛି। ପଏଣ୍ଟ ନମ୍ବର 2, if a child fails in the examination referred to in sub rule 1, he shall be given additional instruction and granted opportunity for re-examination within a period of 2 months from the date of declaration of the result। ଏହି ବିଜ୍ଞପ୍ତିରେ ସ୍ପଷ୍ଟ ଭାବରେ କୁହାଯାଇଛି, ଯଦି କୌଣସି ପିଲା ପଞ୍ଚମ ଶ୍ରେଣୀ କିମ୍ବା ଅଷ୍ଟମ ଶ୍ରେଣୀ ପରୀକ୍ଷାରେ ଫେଲ୍ ହେଇଯାଏ ତେବେ ସେହି ପିଲାକୁ ପରୀକ୍ଷା ଫଳ ପ୍ରକାଶିତ ହେବାର 2 ମାସ ମଧ୍ୟରେ ପୁଣି ଥରେ ପରୀକ୍ଷା ଦେବା ପାଇଁ ଗୋଟିଏ ସୁଯୋଗ ପ୍ରଦାନ କରାଯିବ, ଗୋଟିଏ ସୁଯୋଗ ମିଳିବ। ତୃତୀୟ ପଏଣ୍ଟରେ କୁହାଯାଇଛି, if the child appearing in the re-examination fails to fulfill the promotion criteria again, he shall be held back in 5th class or 8th class as the case may be। 2 ମାସ ପରେ ପରୀକ୍ଷା କରାଯିବ। ସେ 2 ମାସ ପରେ ପରୀକ୍ଷା ଦେଲେ ମଧ୍ୟ ଯଦି ପିଲାଟି ଫେଲ୍ ହେଇଗଲା, ଅସଫଳ ହେଲା, ଅକୃତକାର୍ଯ୍ୟ ହେଲା, ପ୍ରମୋସନର ମାନଦଣ୍ଡ ପୂରଣ କଲା ନାହିଁ, ତେବେ ତାକୁ ସେହି ଶ୍ରେଣୀରେ ଯଦି ପଞ୍ଚମ ହେଇଥାଏ ପଞ୍ଚମ ଶ୍ରେଣୀରେ, ଯଦି ଅଷ୍ଟମ ହେଇଥାଏ ଅଷ୍ଟମ ଶ୍ରେଣୀରେ ଆଉ ଗୋଟିଏ ବର୍ଷ ରଖି ଦିଆଯିବ। ସେ ଆଉ ଥରେ ପଞ୍ଚମ ପଢ଼ିବ ବା ଆଉ ଥରେ ଅଷ୍ଟମ ପଢ଼ିବ, ପୁଣି ଥରେ ପରୀକ୍ଷା ଦେବ, ପୁଣି ପାସ୍ କଲେ ଉପର ଶ୍ରେଣୀକୁ ଯିବ, ଅଦରୱାଇଜ ସେ ଉପର ଶ୍ରେଣୀକୁ ଉତ୍ତୀର୍ଣ୍ଣ ହେଇପାରିବ ନାହିଁ। କିନ୍ତୁ ସରକାର ସ୍ପଷ୍ଟ ଭାବରେ କହିଛନ୍ତି, ଯାହା 4 ନମ୍ବର ପଏଣ୍ଟରେ କୁହାଯାଇଛି, no child shall be expelled from any school till the completion of elementary education। ପ୍ରାଥମିକ ଶିକ୍ଷା ସମାପ୍ତି ପୂର୍ବରୁ
କୌଣସି ଛାତ୍ରଛାତ୍ରୀଙ୍କୁ କୌଣସି ବିଦ୍ୟାଳୟରୁ ବହିଷ୍କାର କରାଯାଇପାରିବ ନାହିଁ। ଅର୍ଥାତ୍ ଆମେ ପିଲାଙ୍କୁ କହିପାରିବା ନାହିଁ ଯେ ତମେ ଫେଲ୍ ହେଇଗଲ, ଆଉ ଏବେ ଆମ ସ୍କୁଲରେ ପଢ଼ିପାରିବ ନାହିଁ, ଏ ସ୍କୁଲରୁ ବାହାରିଯାଅ। ଯେ ପର୍ଯ୍ୟନ୍ତ ସେ ପ୍ରାଥମିକ ଶିକ୍ଷା ଅର୍ଥାତ୍ ଅଷ୍ଟମ ଶ୍ରେଣୀ ଉତ୍ତୀର୍ଣ୍ଣ ହେଇନାହାନ୍ତି, ସେ ପର୍ଯ୍ୟନ୍ତ ସେ ବିଦ୍ୟାଳୟରେ ରହିବେ ଏବଂ ପରୀକ୍ଷା ଦେଇ ଉପର ଶ୍ରେଣୀକୁ ଉତ୍ତୀର୍ଣ୍ଣ ହେବେ। ନିଶ୍ଚିତ ଭାବରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ ଏହାକୁ ଏକ ସଂସ୍କାରମୂଳକ ପଦକ୍ଷେପ ବୋଲି ଆମେ କହିପାରିବା। ସମସ୍ତ ଅଭିଭାବକ ମଣ୍ଡଳୀ, ଶିକ୍ଷକ ଶିକ୍ଷୟିତ୍ରୀ, ବୁଦ୍ଧିଜୀବୀ ବାରମ୍ବାର ଏହି ଦାବି କରିଆସୁଥିଲେ ଯେ ଶ୍ରେଣୀରେ ପାସ୍ ଫେଲ୍ର ବ୍ୟବସ୍ଥାର ପୁନଃ ପ୍ରଚଳନ ହେଉ। ସରକାର ଯଦିଓ ସବୁ ଶ୍ରେଣୀରେ ପାସ୍ ଫେଲ୍ର ପୁନଃ ପ୍ରଚଳନ କରିନାହାନ୍ତି, ପଞ୍ଚମ ଶ୍ରେଣୀ ଏବଂ ଅଷ୍ଟମ ଶ୍ରେଣୀରେ ଏହି ବ୍ୟବସ୍ଥାର ପୁନଃ ପ୍ରଚଳନ କରାଯାଇଛି। ଅର୍ଥାତ୍ ଡିଫରେନ୍ସ ହେଉଛି, ଯଦି ତୃତୀୟ ଶ୍ରେଣୀରେ ଗୋଟେ ପିଲା ବାର୍ଷିକ ପରୀକ୍ଷା ଦେଲା ନାହିଁ ବା ଦେଇକି ଫେଲ୍ ହେଇଗଲା, ତାହା ସତ୍ତ୍ୱେ ମଧ୍ୟ ତାକୁ ଚତୁର୍ଥକୁ ପ୍ରମୋସନ୍ କରାଯିବ, ତାକୁ ସେଇଠି ରଖାଯାଇପାରିବ ନାହିଁ, ଆଉ ଥରେ ସେହି ଶ୍ରେଣୀରେ ରଖାଯାଇପାରିବ ନାହିଁ। କିନ୍ତୁ ପଞ୍ଚମ ଶ୍ରେଣୀ ବା ଅଷ୍ଟମ ଶ୍ରେଣୀ ପରୀକ୍ଷାରେ ଯଦି ସେ ଫେଲ୍ ହେଉଛି, ତାକୁ ସେହି ଶ୍ରେଣୀରେ ରଖାଯାଇପାରିବ। ଏକ ବ୍ୟବସ୍ଥା ପୁଣି ଥରେ ଆମ ରାଜ୍ୟରେ ଲାଗୁ କରାଯାଇଛି। ମୁଁ ଯେମିତି ଆପଣମାନଙ୍କୁ କହୁଥିଲି ପୂର୍ବରୁ, ଭାରତ ସରକାର ଶିକ୍ଷା ଅଧିକାର ଆଇନରେ ସଂଶୋଧନ ଆଣିଥିଲେ। ଆମେ କେବଳ ଅପେକ୍ଷାରେ ଥିଲେ ଯେ ଆମ ରାଜ୍ୟରେ କେବେ ଏହି ବ୍ୟବସ୍ଥା ଲାଗୁ କରାଯିବ। ଇଏ ହେଉଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓଡ଼ିଶା ସରକାରଙ୍କର ନୋଟିଫିକେସନ୍। ପରେ ସମସ୍ତ ବିଦ୍ୟାଳୟମାନଙ୍କୁ ଆବଶ୍ୟକ ସୂଚନା, ଇନଷ୍ଟ୍ରକ୍ସନ୍ ଅଫିସିଆଲି ପ୍ରଦାନ କରାଯିବ। ଯେତେବେଳେ ବି ଏ ସମ୍ବନ୍ଧରେ ଯାହା ବି ଇନଷ୍ଟ୍ରକ୍ସନ୍ ଆସିବ, ମୁଁ ନିଶ୍ଚିତ ଭାବରେ ଅଭୟ ଏଡୱାର୍ଡ ୟୁଟ୍ୟୁବ୍ ଚ୍ୟାନେଲ୍ ମାଧ୍ୟମରେ ଆପଣମାନଙ୍କୁ ଅବଗତ କରାଇବି। ଅନୁରୋଧ କରିବି, ଯଦି ଏ ପର୍ଯ୍ୟନ୍ତ ଆପଣମାନେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ଦୟାକରି ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ପାଖରେ ଥିବା ଅଲ୍ ନୋଟିଫିକେସନ୍ ବେଲ୍ ଆଇକନ୍କୁ ପ୍ରେସ୍ କରନ୍ତୁ, ଯଦ୍ୱାରା ଆଗାମୀ ଦିନରେ ମୁଁ ଯେଉଁ ସବୁ ରିଲେଟେଡ୍ ଭିଡ଼ିଓ ଅପଲୋଡ଼ କରିବି ତାର ନୋଟିଫିକେସନ୍ ଇମିଡ଼ିଏଟଲି ଆପଣମାନଙ୍କୁ ମିଳିଯିବ। ଆଶା କରିବି ଭିଡ଼ିଓଟି ଆପଣମାନଙ୍କ ପାଇଁ ହେଲ୍ପଫୁଲ୍ ହେଇଥିବ। ହୃଦୟରୁ ଗୋଟେ ଲାଇକ୍ କରିବେ ଏବଂ ଏ ଭିଡ଼ିଓକୁ ବହୁ ମାତ୍ରାରେ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ ମଣ୍ଡଳୀମାନଙ୍କ ସହିତ ନିଶ୍ଚୟ ସେୟାର କରିବେ, ଯଦ୍ୱାରା ସେମାନେ ମଧ୍ୟ ରାଜ୍ୟ ସରକାରଙ୍କ ଦ୍ୱାରା ନିଆଯାଇଥିବା ନୂତନ ପଦକ୍ଷେପ ସମ୍ବନ୍ଧରେ ସୂଚନା ପାଇପାରିବେ। ବର୍ତ୍ତମାନ ପାଇଁ ଏଇଠି ରହିବା। ଧନ୍ୟବାଦ, ନମସ୍କାର।